ପଲ୍ଲବୀ ଚିତ୍ତଙ୍କୁ କହୁଥିବେ, ମୋତେ ଏବେ ସେ ଶମ୍ଭୁ ନାୟକକୁ ଖୋଜିଯିବାକୁ ପଡ଼ିବ ଅଙ୍କଲ। ମୋର ଆଉ ଡେରି କରିବା ଉଚିତ ନୁହଁ। ତାପରେ ଚିତ୍ତ କହିବେ, ଏବେ ଯିବା କ'ଣ ନିହାତି ଦରକାର ମ୍ୟାଡ଼ାମ? ତାପରେ ପଲ୍ଲବୀ କହିବେ, ହଁ। ତାର ଫୋନ୍ ରେକର୍ଡ଼ ତ ସବୁ ମିଳିଗଲା, ଆଉ ତା ଆଡ୍ରେସ୍ ବି। ସୋ ଯେତେ ଶୀଘ୍ର ମୋର ତା ସହିତ ଦେଖାହବ ସେତେ ଶୀଘ୍ର ସେ ମୋ ବାପାଙ୍କ ବିଷୟରେ କ'ଣ ଜାଣିଛି ଜଣାପଡ଼ିଯିବ। ନହେଲେ କାଳେ ଯଦି ସେ ଲୋକ ମୋ ହାତରୁ ଖସିଯିବ, ତାହେଲେ ତା ସହିତ ମୋର କେବେ ଦେଖାହବ ସେସବୁର କିଛି ଠିକ୍ ଠିକଣା ନାହିଁ। ତାପରେ ଚିତ୍ତ କହିବେ, ମ୍ୟାଡ଼ାମ ସିଧା ତା ସହିତ ଦେଖା କରିବା ଅପେକ୍ଷା ତାକୁ ଫୋନ୍ କି ମେସେଜ କରି ଡକାଇ ଦେଉନାହାନ୍ତି। ତାପରେ ପଲ୍ଲବୀ କହିବେ, ଜଣା ନାହିଁ ଅଙ୍କଲ, ମୋତେ ତାଙ୍କୁ ଫୋନ୍ କି ମେସେଜ କରିବା କିଛି ବି ସେଫ୍ ଲାଗୁନି। କିଏ ଜାଣେ, ହୁଏତ ତାଙ୍କ ଫୋନ୍ କିଏ ଟ୍ୟାପ୍ କରୁଥାଇପାରେ। ତା ଛଡ଼ା କିଏ ଜାଣିଛି ଆଦର୍ଶଙ୍କ ଏମିତି ହରକତ ଯୋଗୁଁ ସେ ଯଦି ମୋ ସହିତ ଦେଖା ହେବା ପାଇଁ ରାଜି ନ ହୁଅନ୍ତି, ଆଉ ଯଦି ସତକୁ ସତ ସେଇଆ ହୁଏ, ତାହେଲେ ମୋ ବାପାଙ୍କ ବିଷୟରେ ସେ ରହସ୍ୟ କେବେ ବି ଜାଣିପାରିବିନି। ତାପରେ ଚିତ୍ତ କହିବେ, କିନ୍ତୁ ମ୍ୟାଡ଼ାମ ଆପଣ ସେ ଲୋକ ପାଖକୁ ଏକୁଟିଆ ଯିବା ଜମାରୁ ବି ଠିକ୍ ଲାଗୁନି। ଆଉ ଯଦି ମୁଁ ବି ଆପଣଙ୍କ ସହ ଯାଇଥାନ୍ତି ତାହେଲେ? ତାପରେ ପଲ୍ଲବୀ କହିବେ, ନାଇଁ ଅଙ୍କଲ, ଆପଣଙ୍କୁ ଦେଖି ଯଦି ସେ ଲୋକ ମୋତେ କିଛି ସତ କଥା ନ କହିବ ତାହେଲେ? ତାପରେ ଚିତ୍ତ କହିବେ, ଏଇଟା ବି ସତ କଥା। ତ ସାଙ୍ଗମାନେ, କ'ଣ ପଲ୍ଲବୀ ଶମ୍ଭୁ ନାୟକକୁ ଭେଟି ତାଙ୍କ ବାପାଙ୍କ ବିଷୟରେ ସବୁ ସତ କଥା ଜାଣିପାରିବେ କି ନାହିଁ? ଆପଣମାନେ କମେଣ୍ଟ କରି ଜଣାଇବେ।